ନମସ୍କାର ବନ୍ଧୁଗଣ। ମନ୍ଦାର ଫୁଲ ଠାକୁରଙ୍କ ପୂଜାରେ ଲଗାଯିବା ସହ ଅନେକ କିଛି ଫାଇଦା ଆମକୁ ଦେଇଥାଏ, ଯାହା ଆମକୁ ଜଣା ନଥାଏ। ଏହି ମନ୍ଦାର ଫୁଲ ଆପଣଙ୍କ ଭାଗ୍ୟକୁ ବଦଳାଇବା ଦେବା ଭଳି କାର୍ଯ୍ୟ କରିଥାଏ। ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ, ଆପଣ ଯାହାକୁ ସାଧାରଣ ଫୁଲ ଭାବୁଥାନ୍ତି ସେହି ଗଛ ଏବଂ ଫୁଲରୁ କ'ଣ ସବୁ ଉପକାରିତା ମିଳିଥାଏ, ଯାହା ଆମ ଭାଗ୍ୟକୁ ପରିବର୍ତ୍ତନ କରିଦେଇଥାଏ। ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ। ମନ୍ଦାର ଗଛକୁ ଘରେ ଲଗାଇବା ଦ୍ୱାରା ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର ହୋଇଥାଏ। ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟଦେବଙ୍କ ପ୍ରଭାବ ଭଲ ରହୁନାହିଁ, ସେହି ବ୍ୟକ୍ତି ନିଜ ଘରେ ଏହି ଗଛ ଲଗାଇବା ଦ୍ୱାରା ସୂର୍ଯ୍ୟଦେବ କମଜୋର ହେବା ଦ୍ୱାରା ମଣିଷ ଭୟଭୀତ ହୋଇଥାଏ। ବ୍ୟକ୍ତିର ସାହସ ମଧ୍ୟ କମିଯାଏ। ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିନଥାଏ। ସେହି ବ୍ୟକ୍ତିଙ୍କୁ ମାନହାନି ଏବଂ ସମ୍ମାନହାନି ହେବାର ସମ୍ଭାବନା ଉପୁଜିଥାଏ। ସୂର୍ଯ୍ୟଦେବଙ୍କ କମଜୋର କାରଣରୁ ଚର୍ମ ରୋଗ ମଧ୍ୟ ଦେଖା ଦେଇଥାଏ। ତେଣୁ ଆପଣ ଯଦି ଆପଣଙ୍କଠାରେ ଏହିସବୁ ଲକ୍ଷଣ ଦେଖନ୍ତି, ତେବେ ତୁରନ୍ତ ମନ୍ଦାର ଗଛକୁ ଆପଣଙ୍କ ଘରେ ଲଗାନ୍ତୁ। ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ, ତେବେ ଏହି ମନ୍ଦାର ଗଛ ଲଗାଇବା ଦ୍ୱାରା ମଙ୍ଗଳ ଦୋଷର ଖଣ୍ଡନ ହୋଇଥାଏ। ମଙ୍ଗଳ ଦୋଷ କାରଣରେ ବିବାହରେ ବିଳମ୍ବ ହୋଇଥାଏ। ଯଦି ଏହା ଆପଣଙ୍କ ସହ ହେଉଛି, ତେବେ ଆପଣ ଏହି ମନ୍ଦାର ଗଛକୁ ଆପଣଙ୍କ ଘରେ ଲଗାଇ ଏଥିରେ ଫୁଟିବାକୁ ଯାଉଥିବା ଫୁଲକୁ ଆପଣ ହନୁମାନଙ୍କୁ ଅର୍ପଣ କରନ୍ତୁ। ଆପଣ ହନୁମାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ଶ୍ରୀରାମଙ୍କ ନାମ ଜପ କରିବା ଆବଶ୍ୟକ। ଯଦି ଆପଣ 5ଟି ମନ୍ଦାର ଫୁଲ ଚଢ଼ାଇବେ, ତେବେ ଏହା ଆପଣଙ୍କ ପାଇଁ ଅତି ଉତ୍ତମ ଫଳ ଆଣିଦେବ। ଯଦି ଆପଣଙ୍କ ପେଟ ବ୍ୟଥା ହୋଇଥାଏ, ତେବେ ଆପଣ ଏହି ମନ୍ଦାର ଗଛର ଶୁଖିଲା ପତ୍ରକୁ ପାଣିରେ ଫୁଟାଇ ଚାହା ଭଳି ସେବନ କରିବା ଦ୍ୱାରା ପେଟ ବ୍ୟଥା ଦୂର ହୋଇଥାଏ। ଆପଣ ନିଜର ମନସ୍କାମନା ପୂରା କରିବା ପାଇଁ ଚାହୁଁଥିଲେ ଶୁକ୍ରବାର ଦିନ 21ଟି ମନ୍ଦାର ଫୁଲରେ ମାଳ କରନ୍ତୁ। ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପଟିଏ ଜଳାଇ ଆପଣ ମନସ୍କାମନା ଜଣାନ୍ତୁ। ଏହାପରେ ଆପଣ କରିଥିବା ମନ୍ଦାର ମାଳକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଦେଖିବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ। ଆଶା କରିବି ବନ୍ଧୁଗଣ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି, ତେବେ ଲାଇକ୍ କରିବା ସହ ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ।